ତରଙ୍ଗ ବନ୍ଧୁ ସେଠି ଦୁଇଜଣ ସହରରେ ରହୁଛନ୍ତି। ଜଗା ଘର ଲୋକଙ୍କଠାରୁ ଖୁସି ଖୁସିରେ ବିଦାୟ ନେଇ ସହର ଅଭିମୁଖେ ବାହାରିଗଲା। କିଛି ମୁହୂର୍ତ୍ତ ଅପେକ୍ଷା ପରେ ଜଗା ସହରରେ ପହଞ୍ଚିଗଲା। ପହଞ୍ଚି ତା'ର ବନ୍ଧୁ ହରି ଆଉ ଶ୍ୟାମଙ୍କ ପାଖକୁ ଯିବାକୁ ବାହାରିଲା। ଜଗା ଘର ଲୋକଙ୍କଠୁ ହରି ଆଉ ଶ୍ୟାମର ଠିକଣା ନେଇଥିବା ଜାଗାରେ ଯାଇ ପହଞ୍ଚିଗଲା। ହେଲେ ସେଠି ପହଞ୍ଚି ଦେଖେତେ ସେଠି ହରି କି ଶ୍ୟାମ କେହି ରହୁନାହାନ୍ତି। ହେଲେ ଯେହେତୁ ତା' ସହରକୁ ଆସିବା ପ୍ରଥମ ଥିଲା ଆଉ ସେ କାହାକୁ ସେଠି ଜାଣିନଥିଲା, ଜାଗା କେଉଁଠି ରହିବ, ଜଗା କେଉଁଠି ରହିବ, କେମିତି ରହିବ ଭାବି ଚିନ୍ତାରେ ପଡ଼ିଯାଇଥାଏ। ଆଉ ଏହି କଥା ଭାବି ଭାବି ଏକା ହୋଇ ରାସ୍ତାରେ ଚାଲୁଥାଏ। କିଛି ସମୟ ଚାଲିବା ପରେ ରାସ୍ତାରେ ଜଗାକୁ ହରି ଆଉ ଶ୍ୟାମକୁ କିଛି ଲୋକଙ୍କ ସହ କଥା ହେଉଥିବାର ଦେଖି